ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଏହି ଭିଡ଼ିଓରେ ଆମେ ଡିସ୍କସନ୍ କରିବା ବହୁତ ସାରା ଟପିକ୍ ଉପରେ, ଯେମିତିକି ଆପଣମାନେ ଯେଉଁ ଜୁନିୟର ଟିଚର ପରୀକ୍ଷା ଦେଇଥିଲେ 20,000ଟି ପଦବୀ ପାଇଁ, ଯଦିଓ 18,000 ସମଥିଙ୍ଗର ଡ୍ରାଫ୍ଟ ମେରିଟ୍ ଲିଷ୍ଟ ଆପଣଙ୍କର ଆସିଛି, ତ ସେଥିରେ ଆପଣଙ୍କର ଷ୍ଟେ ଲାଗିଯାଇଛି। ତା ସମ୍ପର୍କରେ ନମ୍ବର ୱାନ୍। ନମ୍ବର ଟୁ, 10,000ରୁ ଆପଣଙ୍କର ଅଧିକ ପିଲା ଆସନ୍ତାକାଲି ଆପଣଙ୍କର ପୋଷ୍ଟିଂ ପାଇବେ ତା ସମ୍ପର୍କରେ, ଏବଂ ଆଗାମୀ ଏଇ ମାସରେ କୋଉ କୋଉ ଜାଗାରେ ଜବ୍ ଫେୟାର ବା ନିଯୁକ୍ତି ମେଳା ହବ ତା ସମ୍ପର୍କରେ ମଧ୍ୟ ଡିସ୍କସନ୍ କରିବା। ତ ଭିଡ଼ିଓରେ ବହୁତ ସାରା ଜବ୍ ସମ୍ପର୍କରେ ଇନଫର୍ମେସନ୍ ରହିଛି, ତା ସହିତ ବହୁତ ସାରା ଟପିକ୍ ଉପରେ ଡିସ୍କସନ୍ କରିବା। ଭିଡ଼ିଓକୁ କମ୍ପ୍ଲିଟଲି ଦେଖିବେ, ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ବି ଜଣେଇବେ, ଯୋଉଥିରେ କି ସମସ୍ତେ ଆପଣଙ୍କର ଜାଣିପାରିବେ ଆଉ ଉପକୃତ ହେଇପାରିବେ। ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ବନ୍ଧୁଗଣ ଦେଖନ୍ତୁ, ଆଉ ଯଦି ଆମର ଓଡ଼ିଶାର ସବୁଠାରୁ ବଡ଼ ଟେଲିଗ୍ରାମ ଗ୍ରୁପରେ ଆପଣ ଜଏନ୍ ହେଇନାହାନ୍ତି ନା, ଏବେ ହିଁ ଜଏନ୍ ହେଇଯାଆନ୍ତୁ। ଓଡ଼ିଶା ଟିଚର ଆସୋସିଏସନ, ଯେଉଁ ଗ୍ରୁପରେ 1,74,000ରୁ ଅଧିକ ପିଲା ଅଛନ୍ତି, ସେଇ ଗ୍ରୁପରେ ଆପଣ ଜଏନ୍ ହେଇଯିବେ। ଆଉ ଯଦି ଆପଣ ହ୍ୱାଟ୍ସଆପ୍ ୟୁଜ୍ କରୁଛନ୍ତି 8895154969 ଏଇ ନମ୍ବରରେ ଖାଲି ହାଇ ଲେଖିଦେବେ, ଆପଣଙ୍କୁ ଟେଲିଗ୍ରାମ ଆଉ ହ୍ୱାଟ୍ସଆପ୍ ଗ୍ରୁପର ତଥା ମୋତେ ପର୍ସନାଲି ମେସେଜ କରିବାର ଲିଙ୍କ ମଧ୍ୟ ଆପଣଙ୍କୁ ପଳେଇବ। ଠିକ୍ ଅଛି, ଆସନ୍ତୁ ଫାଷ୍ଟ ଅଫ୍ ଅଲ୍ ଡିସ୍କସନ୍ କରିବା ଜୁନିୟର ଟିଚର ସମ୍ପର୍କରେ। ଯେମିତି ଆପଣ ଜାଣିଥିବେ ଯେ ଜୁନିୟର ଟିଚର ଆପଣମାନେ ଯେଉଁ ପରୀକ୍ଷା ଦେଇଛନ୍ତି ତା ଉପରେ ହାଇକୋର୍ଟ ଆପଣଙ୍କର ଗତକାଲି ଷ୍ଟେ ଲଗେଇଛନ୍ତି। ଷ୍ଟେ ଇନ୍ ଦ ସେନ୍ସ ଦେଖନ୍ତୁ କ'ଣ, ସେ କହୁଛନ୍ତି ଆପଣଙ୍କର ଯେ ଯେଉଁମାନଙ୍କର ଭେରିଫିକେସନ୍ ଅଛି ନା, ତାଙ୍କର କିଛି ପ୍ରୋବ୍ଲେମ୍ ନାହିଁ। ଆଗାମୀ 20 ତାରିଖ ଆଉ 21 ତାରିଖ ମାନେ ଆଜି ଆଉ ଆସନ୍ତାକାଲି ଯେଉଁ ଭେରିଫିକେସନ୍ ରହିଛି କିଛି ପ୍ରୋବ୍ଲେମ୍ ନାହିଁ, ସେମାନେ ତାଙ୍କର ଭେରିଫିକେସନ୍ କରିବା ପାଇଁ ଯିବେ। କିନ୍ତୁ ଯେଉଁ ଫାଇନାଲ ସିଲେକ୍ସନ୍ ଲିଷ୍ଟ ନା, ହିୟରିଂ ପରେ ହିଁ ଆପଣଙ୍କର ଆସିବ। ଠିକ୍ ଅଛି, ମାନେ ଫାଇନାଲ ଜଜମେଣ୍ଟ ପରେ ହିଁ ଆପଣଙ୍କର ଫାଇନାଲ ସିଲେକ୍ସନ୍ ଲିଷ୍ଟ ଆସିବ। ଆପଣମାନେ ସବୁଦିନ ଦେଖୁଥିବେ ଆମ ପିଲାମାନେ ଅସେପା ଅଫିସକୁ ଯାଉଛନ୍ତି, ତା ସହିତ ବହୁତ ସାରା ଜାଗାରେ ଆପଣଙ୍କର ପ୍ରୋଟେଷ୍ଟ ମଧ୍ୟ କରୁଛନ୍ତି। ପିଲାଙ୍କର ବହୁତ ସାରା ଡିମାଣ୍ଡ ରହିଛି, ବଟ୍ ମେନ୍ ଡିମାଣ୍ଡ ହେଉଛି ଆପଣଙ୍କର ଏଇଆ ଯେ ଟୋଟାଲ କେମିତି 20,000ଟି ପୋଷ୍ଟ ଆପଣଙ୍କର ଫିଲ୍ଅପ୍ ହେବ, ନମ୍ବର ୱାନ୍ ଡିମାଣ୍ଡ। ନମ୍ବର ଟୁ ଆପଣଙ୍କ ଡିମାଣ୍ଡ ରହୁଛି ଯେ ସମସ୍ତଙ୍କର ସ୍କୋର ଜାଣିବାର ଅଧିକାର ତ ସମସ୍ତଙ୍କର ଅଭ୍ୟାସ ରହିଛି, ସ୍କୋର ପବ୍ଲିଶ କରନ୍ତୁ। ଠିକ୍ ଅଛି, ବଟ୍ ଅସେପା ବାଲା ଆପଣ ଜାଣୁଛନ୍ତି, ଆପଣମାନେ ଟେଲିଭିଜନ ମାନଙ୍କରେ ବାଇଟ୍ସ ବଗେରା ଦେଖୁଥିବେ, ଅସେପା ବାଲା ମାନିବା ପାଇଁ ଆପଣଙ୍କର ନାରାଜ। ଠିକ୍ ଅଛି, ତ ହାଇକୋର୍ଟରେ ଆପଣଙ୍କର ଏହା ଷ୍ଟେ ରହିଛି। ଷ୍ଟେ ଅନୁସାରେ ଯେମିତି ମୁଁ କହିଲି, ଯେଉଁମାନଙ୍କର ଭେରିଫିକେସନ୍ ଅଛି ସେମାନେ ଭେରିଫିକେସନ୍ କରିବା ପାଇଁ ଯିବେ, କିଛି ପ୍ରୋବ୍ଲେମ୍ ନାହିଁ। ବଟ୍ ଆପଣଙ୍କର ଫାଇନାଲ ଆପଣଙ୍କର ଯେଉଁ ସିଲେକ୍ସନ୍ ଲିଷ୍ଟ, ଅବଭିୟସଲି ଯେଉଁମାନଙ୍କର ସେଥିରେ ନାଁ ରହିଛି ତାଙ୍କର ତ କିଛି ପ୍ରୋବ୍ଲେମ୍ ନାହିଁ, ବଟ୍ ଫାଇନାଲ ଆପଣଙ୍କର ସିଲେକ୍ସନ୍ ଲିଷ୍ଟ ଆପଣଙ୍କର ଏହାର ହିୟରିଂ ପରେ ହିଁ ଆପଣଙ୍କର ବା ଜଜମେଣ୍ଟ ପରେ ହିଁ ଆପଣଙ୍କର ଆସିବ। ଠିକ୍ ଅଛି, ବୁଝିଲେ? ଆପଣମାନେ ମଧ୍ୟ ସବୁ ଜିନିଷ ଗୋଟେ ଦେଖୁଥିବେ, ସମସ୍ତଙ୍କୁ ସପୋର୍ଟ କରନ୍ତୁ, ଯାହାଫଳରେ କି ସପୋର୍ଟ ଇନ୍ ଦ ସେନ୍ସ ଦେଖନ୍ତୁ, ଅସେପା ବାଲା ମାନିବା ପାଇଁ ନାରାଜ। ଏଥିରେ ଆକ୍ଚୁଆଲି ଆପଣଙ୍କର ଯଦି ପଲିଟିକାଲ ପାର୍ଟିଜ ଗୁଡ଼ା ସପୋର୍ଟ କରନ୍ତି, ମାନେ ସମସ୍ତେ ଚାହିଁବା ଉଚିତ ଯେ ସବୁବେଳେ ସିଟ୍, କାହିଁକି ନା ସବୁ ପରୀକ୍ଷାରେ ଏମିତି ନୁହେଁ ଯେ ଖାଲି ଜୁନିୟର ଟିଚରରେ, ହାଇସ୍କୁଲ ଟିଚର ଆପଣଙ୍କର ପରୀକ୍ଷା ଦେଖନ୍ତୁ, ସବୁ ଜାଗାରେ କ'ଣ ହେଉଛି ନା ସିଟ୍ ଗୁଡ଼ା ଖାଲି ରହୁଛି। ତେଣୁ କରିକି ଯେହେତୁ ଓଡ଼ିଶାରେ ଆମର ଏମିତି ବି ପିଲାମାନେ ବେକାର ରହୁଛନ୍ତି, ତେଣୁକରି ଚାକିରି ସମସ୍ତଙ୍କୁ ମିଳିଗଲେ ବହୁତ ଭଲ ନା। ଯେହେତୁ ପିଲା ରହିଛନ୍ତି, ଆମର ଭଲ ଭଲ ପିଲା ରହିଛନ୍ତି, ତେଣୁକରି ଚାକିରି ମିଳିଗଲେ ଆପଣଙ୍କର ଭଲ। ନେକ୍ସଟ ଆପଣଙ୍କର ଡିସ୍କସନ୍ କରିବା, ଆସନ୍ତୁ ଯଦି ଆଜି ଆପଣ ପ୍ରଗତିବାଦୀର ନ୍ୟୁଜ୍ ପେପରକୁ ଦେଖିବେ, ପେଜ ନମ୍ବର 7 ପେଜ ନମ୍ବର 7ରେ ଆପଣଙ୍କର এই ଆର୍ଟିକଲ ଆପଣଙ୍କର ପବ୍ଲିଶ ହେଇଛି ହେଲା। ଏ ଆର୍ଟିକଲ ଆପଣଙ୍କର ପବ୍ଲିଶ ହେଇଛି, ଦେଖିପାରୁଥିବେ ମେଗା ନିଯୁକ୍ତି ମେଳା। ଫାଷ୍ଟ ଅଫ୍ ଅଲ୍ କହିବା ପାଇଁ ଚାହିଁବି, ଏହା ଆପଣଙ୍କର କନ୍ଧମାଳ ଜିଲ୍ଲାର ପିଲାଙ୍କ ପାଇଁ ଅଟେ। ତ କନ୍ଧମାଳ ଜିଲ୍ଲା ଯଦି ଆପଣଙ୍କର ଅଟନ୍ତି କିମ୍ବା ସାଙ୍ଗସାଥି ଅଛନ୍ତି, ତାଙ୍କୁ ଜଣେଇଦେବେ ଯେ 21 ତାରିଖ ଦିନ ମାନେ ଆସନ୍ତାକାଲି ସ୍ପୋର୍ଟସ ଷ୍ଟାଡିୟମ ଫୁଲବାଣୀରେ ଆପଣଙ୍କ ପାଇଁ ନିଯୁକ୍ତି ମେଳା ରହିଛି। ମୁଁ ପ୍ରଥମରୁ କହିବି, ନିଯୁକ୍ତି ମେଳାରେ ଗଭର୍ଣ୍ଣମେଣ୍ଟ ଚାକିରି ମିଳେନି, ପ୍ରାଇଭେଟ ଚାକିରି ଆପଣଙ୍କୁ ମିଳିବ। ଯଦି ଆପଣମାନେ ପ୍ରାଇଭେଟ ଚାକିରି କରିବେ ତେବେ ହିଁ ଯାଆନ୍ତୁ, ନହେଲେ ଯାଆନ୍ତୁନି। ବେକାର ବେକାର ଆପଣମାନେ ପୁଣି, ଆଉ ମନେ ରଖିବେ କେବେ ବି କୌଣସି ଚାକିରି କରିବା ପାଇଁ ଟଙ୍କା ଦେବେନି। ଠିକ୍ ଅଛି, କୌଣସି ବି ଚାକିରି ଗଭର୍ଣ୍ଣମେଣ୍ଟ ହଉ ପ୍ରାଇଭେଟ ହଉ କେବେ ବି ଦେବେନି, କିମ୍ବା ଠକାମିର ଶିକାର ହେବେ ନାହିଁ। ଠିକ୍ ଅଛି, ତ ଏଥିରେ ଦେଖନ୍ତୁ ଆପଣଙ୍କର ସାଂସଦ ଯିଏ ଅଛନ୍ତି କନ୍ଧମାଳ, ଅଚ୍ୟୁତ ସାମନ୍ତ, ସେ ଆପଣଙ୍କର ଜିଲ୍ଲା ପ୍ରଶାସନ ସାହାଯ୍ୟରେ ଆପଣଙ୍କର ମେଗା ନିଯୁକ୍ତି ମେଳା କରୁଛନ୍ତି, ଯେଉଁଥିରେ 120ରୁ ଅଧିକ କମ୍ପାନୀ ତ ଆସିବେନି, ମୋତେ ଲାଗୁଛି
20 ଟାରୁ ଅଧିକା ବୋଧେ कंपनी आसबे कंपनी रो ना मध्ये एथि लेखा हेछि आपण देखि पारिबे हैला तो आपणकर दरमा देखंतु लेखा हेछि 12,000 रु 45,000 पर्यंत मिलिबो दरमा एथि कोन कोन सब चाकरी मिलिबो ताहा भी आपणको लेखा हेछि तो कंधमाल जिल्ला रो जो माने अछंती सेमानकर जीवा पई व्यवस्था मध्ये रहिछि ठीक अछि आपण माने ब्लॉक को जानतु आ ब्लॉक रे रजिस्ट्रेशन मध्ये आपणको करिया पई आपणकर पडिबो ठीक अछि रजिस्ट्रेशन करिया पई पडिबो ब्लॉक को जाईकी रजिस्ट्रेशन କରିଦେବେ ହେଲା ବ୍ଲକ କୁ ଯାଇକି ନିଜ ନିଜ ବ୍ଲକ କୁ ଯାଇକି ଆଉ ବ୍ଲକ ରୁ ଆପଣଙ୍କର ବସ୍ ବ୍ୟବସ୍ଥା ମଧ୍ୟ କରାହେଇଛି ଆପଣ ମାନେ ଯାଇକି ଜବ୍ ଫେୟାର ରେ ପାର୍ଟିସିପେଟ୍ କରିପାରିବେ ଚାକିରି ଆପଣଙ୍କୁ ମିଳିଯିବ ପୁଅ ଝିଅ ବୋଥ ଆପଣଙ୍କର ତାପରେ ନେକ୍ସଟ ଆପଣଙ୍କୁ ଡିସ୍କସନ କରିବା ଦେଖନ୍ତୁ ଆଗାମୀ ଫେବୃଆରୀ 2 ତାରିଖରେ ହେଲା ଆଗାମୀ ଫେବୃଆରୀ 2 ତାରିଖରେ ଆମର ଯୋଉ ରହିଲା ମୟୂରଭଞ୍ଜର ଛଉ ପଡିଆରେ ଗୋଟେ ନିଯୁକ୍ତି ମେଳା ଆପଣଙ୍କର ହବ ଯୋଉଥିରେ 20 ରୁ 30 ଟା कंपनी ଆପଣଙ୍କର ଆସିବ ପାଖାପାଖି 5,000 ଟି ଆପଣଙ୍କର ଭ୍ୟାକେନ୍ସି ରହୁଛି ଠିକ ଅଛି ତ 2 ଫେବୃଆରୀ ଦିନ ଛଉ ପଡିଆରେ ମୟୂରଭଞ୍ଜ ଜିଲ୍ଲାର ପିଲାମାନେ ଆପଣଙ୍କର ପାର୍ଟିସିପେସନ କରିପାରିବେ ଆଉ ରହିଲା ଦେଖନ୍ତୁ 29 ଜାନୁଆରୀରେ ଆପଣଙ୍କର ପୁରୀରେ ଆପଣଙ୍କର ରିଲାଏନ୍ସ ଜିଓ ତରଫରୁ ଆପଣଙ୍କର ଭ୍ୟାକେନ୍ସି ଆପଣଙ୍କର ରହିଛି ଆପଣ ମାନେ ଏସବୁ ଏନସିଏସ୍ ର ଆପଣ ଗୁଗଲ ରେ ସର୍ଚ୍ଚ କରିବେ ଏନସିଏସ୍ ଜବ୍ ଫେୟାର ସେଇଠି ମଧ୍ୟ ଆପଣ ମାନେ ଯେତିକି ବି ଗଭର୍ଣ୍ଣମେଣ୍ଟ ତରଫରୁ କରାଯାଉଛି ଜବ୍ ଫେୟାର ବା ନିଯୁକ୍ତି ମେଳା ତା ସମ୍ପର୍କରେ ଆପଣ ଜାଣିପାରିବେ ଠିକ ଅଛି ବହୁତ ସାରା ଜବ୍ ଫେୟାର ରହିଛି ବଟ୍ ଭଲସେ ଆପଣ ଦେଖିବେ ଆକର୍डिंगली କରିବେ थैंक यू जय जगन्नाथ धन्यवाद थैंक यू जय जगन्नाथ।